ପୂର୍ବରୁ ଗୋଟେ ଡ୍ରୋନ୍ ଉଡ଼ୁଥିଲା ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି ଡ୍ରୋନ୍ ଉଡ଼େଇକିରି ଶ୍ରୀମନ୍ଦିରର ଡ୍ରୋନ୍ ସଟ୍ ନେଇଥିଲେ। ତାକୁ ଦେଖିକିରି ଗୁଡ଼େ ବାହାର ଷ୍ଟେଟ୍ ଲୋକ ହୁଅନ୍ତୁ କି ଆମ ଓଡ଼ିଶାର କିଛି ଜ୍ଞାନୀ ଲୋକ ହୁଅନ୍ତୁ ଭିଡ଼ିଓ ପୋଷ୍ଟ କରିଥିଲେ। ସେ କହିଥିଲେ ଯେ ଚୁନୁରାଙ୍କର ତା ଭିତରେ ସମ୍ପୃକ୍ତ ଅଛି, କାହିଁକିନା ଆମ ପିଲା ଯେଉଁ ଆମ ଚୁନୁରା ଭାଇ ଯେଉଁ ଚଢ଼ିଥିଲେ, ଛୋଟ ପିଲାଟି ଚଢ଼ିଥିଲା, ଖୁସିରେ ହାତ ହଲେଇ ଦେଇଥିଲା ବୋଲି ସମସ୍ତେ କହିଲେ ଯେ ଆଦେହରେ ଚୁନୁରାଙ୍କର ଚୁନୁରା ସେବାୟତଙ୍କର ସମ୍ପୃକ୍ତ ଅଛି ବୋଲି। ତ ଆମେ ମିଟିଂ ଡକେଇଥିଲୁ ଆମ ନିଜ ତରଫରୁ। ସେ ପିଲାକୁ ଆମେ ଡାକିଲୁ। ସେ ପିଲା ସବୁକିଛି ରାଣ ନିୟମ ପକେଇ ଗଲେ, ଭାଇ ମୁଁ ଜାଣିନି, କିନ୍ତୁ ଡ୍ରୋନ୍ଟା ଆସିଥିଲା ବୋଲି ମୁଁ ଟିକେ ଖୁସିରେ ହାତ ହଲେଇ ଦେଇଥିଲି। ସେଇ ଯୋଗୁଁ ମୁଁ ବହୁତ ଦୁଃଖିତ, ଆଉ ମୁଁ କ୍ଷମା ପ୍ରାର୍ଥନା ମାଗୁଛି। ନ କରାଯିବ ବୋଲି ତାକୁ ତାଗିଦ କରାଯାଇଥିଲା, କିନ୍ତୁ ସେ ଡ୍ରୋନ୍ ଉଡ଼େଇ ନଥିଲା, ଖାଲି ହାତ ଟିକେ ହଲେଇ ଦେଇଥିଲା। କିନ୍ତୁ ବାହାର ଲୋକ ଯେତିକି ଥିଲେ ସମସ୍ତେ ମିଡ଼ିଆଠୁ ଧରିକି ଆଗ ତ କନକ ନ୍ୟୁଜ୍କୁ ମୁଁ ଦୋଷ ଦେବି, କାରଣ କନକ ନ୍ୟୁଜ୍ ଡାଇରେକ୍ଟ କହିଥିଲା ଯେ ଚୁନୁରାଙ୍କର ସମ୍ପୃକ୍ତ ଅଛି ବୋଲି। ଉତ୍ତରପ୍ରଦେଶ ଯେଉଁ ବ୍ୟକ୍ତି ଜଣେ ଭିଡ଼ିଓ ଛାଡ଼ିଥିଲେ ତାକୁ ତ କିଏ ଧରିପାରିଲିନି, ଆଜି ପର୍ଯ୍ୟନ୍ତ ଧରିଲାନି, ଦୁଃଖର ବିଷୟ। ଆଉ ବାରମ୍ବାର ଫୋନ୍ ହେଉଛି, ଚୁନୁରାଙ୍କୁ ଡକାଯାଉଛି କି ତମେ ଆସି ରିପୋର୍ଟ କର ଥାନାରେ, କିନ୍ତୁ ମେନ୍ ଯିଏ ଆସାମୀ ତାକୁ ଆଜି ପର୍ଯ୍ୟନ୍ତ ଧରାଯାଇନି କି ଆଉ ତାକୁ କିଛି କାର୍ଯ୍ୟାନୁଷ୍ଠାନ ତାର ନେଇନି। ମୁଁ କହିବାର କାରଣ, ବର୍ତ୍ତମାନ ସ୍ନାନ ପୂର୍ଣ୍ଣିମା ଦିନ ଅଧଘଣ୍ଟା ଧରି ଗୋଟେ ଡ୍ରୋନ୍ ଉଡ଼ୁଥିଲା ସମସ୍ତଙ୍କ ନଜର। ସ୍ନାନ ପୂର୍ଣ୍ଣିମା ଦିନ ଅତିରିକ୍ତ ପୁଲିସ ଫୋର୍ସ ଥାଆନ୍ତି, ପ୍ରଶାସକ ଥାଆନ୍ତି, ସମସ୍ତେ ଥାଆନ୍ତି ସେଠି। ତାପରେ ବି ବାନାବନ୍ଧା ସମୟରେ ଗୋଟେ ଯୋଡ଼େ ଡ୍ରୋନ୍ ଉଡ଼ିଲା, ଆଉ ତାର ଭିଡ଼ିଓ ଫୁଟେଜ୍ ବି ଆପଣଙ୍କୁ ମୁଁ ଦେଉଛି। ଆଜି ଇନଷ୍ଟାଗ୍ରାମ ମୁଁ ଦେଖିଲା ବେଳକୁ ସେ ଭିଡ଼ିଓଟା ଆଜି କିଏ ଗୋଟେ ଛାଡ଼ିଛି କି ଆଇଡ଼ିରୁ, ସେ ଆଇଡ଼ିର ନାଁ ବି ମେନସନ୍ ମୁଁ ଆପଣଙ୍କୁ କରିଛି। ମୁଁ କହିବାର କଥା, ମହାପ୍ରଭୁଙ୍କ ସେବା ପୂଜା କରିବା ପାଇଁକା ଆମେ ବଚନବଦ୍ଧ। ମହାପ୍ରଭୁଙ୍କ ସେବା ପୂଜା କେମିତି ଶାନ୍ତି ଶୃଙ୍ଖଳାରେ ହୁଏ ଆମେ ସଦାବେଳେ ବଚନବଦ୍ଧ ହେଇ ଥାଉ। ଆମେ ନିଷ୍ଠାପର ଭାବରେ ମହାପ୍ରଭୁଙ୍କ ସେବା କରିଥାଉ, କିନ୍ତୁ ତାରି ପରେ ଯଦି ସେ ଡ୍ରୋନ୍ ଉଡ଼ିଲା, ବାହାରୁ ଡ୍ରୋନ୍ ଉଡ଼ିଲା, ସେ କେବେ ବି ଚୁନୁରାଙ୍କର ଅଥବା ଚୁନୁରା ସେବାୟତଙ୍କର ଦୋଷ ହେଇନଥାଏ। ଆମେ ଜାଣିଛୁ ଆମ ପ୍ରଭୁ ଆମର, ଆଉ ଆମ ପ୍ରଭୁକୁ ଯେତେବେଳେ ଚାହିଁବୁ ଆମେ ସେତେବେଳେ ଦେଖିବୁ। ଡ୍ରୋନ୍ରେ କୌଣସି ଆବଶ୍ୟକତା ନାହିଁ, କିନ୍ତୁ ତା ସତ୍ତ୍ୱେ ବି ଯଦି ଡ୍ରୋନ୍ ଯିଏ ଉଡ଼େଇଲା ସିଏ ବି ଚୁନୁରା ଅଥବା ଚୁନୁରା ସେବାୟତ ଯେଉଁ ବାନାବନ୍ଧା ସେବାୟତଙ୍କର ଦୋଷ ହୋଇଥାଏ। ତାକୁ ମୁଁ ସ୍ପଷ୍ଟୀକରଣ କରିବାକୁ ଚାହୁଁଛି। ଏଇ ଡ୍ରୋନ୍ ସଟ୍ ବି ଦେଖନ୍ତୁ। ଆଉ ହଁ, ଏ ଭିଡ଼ିଓ କରିବାର କାରଣ ଏହିକି, କାହିଁକିନା ଆପଣମାନେ ପଛରେ ନ ଦୋଷ ଦିଅନ୍ତୁ ଏଇ ଡ୍ରୋନ୍ଟା ବି ଚୁନୁରା ସେବାୟତ ଉଡ଼େଇଛନ୍ତି ବୋଲି। ଛଅଟାରକ ସ୍ନାନ ପୂର୍ଣ୍ଣିମା ଦିନ ଯାଇଛି। ଭିଡ଼ିଓକୁ କଣ୍ଟ୍ରୋଲ କରିବାକୁ ହଜାର ହଜାର ପୁଲିସ ପ୍ରଶାସକ ସବୁ ଥାଆନ୍ତି, ତା ସତ୍ତ୍ୱେ ବି ସେ ଡ୍ରୋନ୍ ସଟ୍ ନେଇ ଉଡ଼େଇ ଆଜି ପୋଷ୍ଟ କରିଛି। ଆଗକୁ ଆପଣ ଆମକୁ କହିବେନି ଯେ କି ଏଇ ଡ୍ରୋନ୍ଟା ବି ଚୁନୁରା ସେବାୟତ ଉଡ଼େଇଛନ୍ତି। ଜୟ ଜଗନ୍ନାଥ।